ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଗେହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ଓ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଗେହିବାକୁ ଚାହୁଁଛନ୍ତି ତେବେ ଏହି ଗୋଟିଏ ଉପାୟ ନିଶ୍ଚୟ କରନ୍ତୁ। 250 ml ଗରମ କ୍ଷୀର ନିଅନ୍ତୁ ଓ ଏଥିରେ 2ଟି ପାଚିଲା କଦଳୀକୁ ଖଣ୍ଡ ଖଣ୍ଡ କରି କାଟି ପକାଇ ଦିଅନ୍ତୁ। ତାପରେ 1 ଚାମଚ କିସମିସ ପକାନ୍ତୁ ଓ 2ଟି ଗୁଜୁରାତିର ଦାନା ପକାନ୍ତୁ ଓ ଏସବୁକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ ଓ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ରାତିରେ ଖାଇବାର 1 ଘଣ୍ଟା ପରେ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କର କରିବା ସମୟ ବଢ଼ିବା ସହିତ ଗୁପ୍ତାଙ୍ଗ ରାତି ସାରା ଠିଆ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ଆପଣଙ୍କ ଗୁପ୍ତାଙ୍ଗ ଲମ୍ବା ନୁହେଁ ବରଂ ମୋଟା ବା ଚଉଡ଼ା ହେବା ବହୁତ ଜରୁରୀ ଅଟେ। କାରଣ ମୋଟେଇ ଦ୍ୱାରା ଅଧିକ ଘର୍ଷଣ ଉତ୍ପନ୍ନ ହୋଇଥାଏ ଯାହା ମହିଳାମାନଙ୍କୁ ଅଧିକ ସନ୍ତୁଷ୍ଟି ଦେବାରେ ସକ୍ଷମ ହୋଇପାରିଥାଏ। ତେବେ ନିଜ ଗୁପ୍ତାଙ୍ଗକୁ ମୋଟା ବା ଚଉଡ଼ା କରିବାକୁ ଚାହୁଁଥିଲେ ପ୍ରତିଦିନ କିଗୋଲ ଏକ୍ସରସାଇଜ କରନ୍ତୁ ଓ ଏହା ସହିତ ନଡ଼ିଆ ତେଲରେ ନିଜ ବାଣ୍ଡଟିକୁ 5ରୁ 10 ମିନିଟ୍ ମାଲିସ କରନ୍ତୁ। ସାଇକୋଲୋଜି କହିଥାଏ ଯେତେବେଳେ ଆପଣ ହଲେଇଥାନ୍ତି ତେବେ ଆପଣଙ୍କର ଶାରୀରିକ ସମ୍ପର୍କ ବନାଇବା ପ୍ରତି ଆହୁରି ବି ଅଧିକ ଆତ୍ମବିଶ୍ୱାସ ବଢ଼ିବାକୁ ଲାଗେ। ସାଇକୋଲୋଜି କହିଥାଏ ଗୋଟେ ମହିଳାର ଗୁପ୍ତାଙ୍ଗରେ ଏତେ ତାକତ ଥାଏ କି ସେ ବହୁତ ବଡ଼ ବଡ଼ ଯୋଦ୍ଧାକୁ ବି ନିଜ ଆଗରେ ନୁଆଇଁ ଦେଇଥାନ୍ତି। ସାଇକୋଲୋଜି କହିଥାଏ ଜୀବନରେ କିଛି ଶିଖନ୍ତୁ ବା ନ ଶିଖନ୍ତୁ କିନ୍ତୁ ଲୋକଙ୍କୁ ଚିହ୍ନିବା ନିଶ୍ଚିତ ଶିଖନ୍ତୁ। କାରଣ ଲୋକମାନେ ଯାହା ଦେଖା ହୋଇଥାନ୍ତି ପ୍ରକୃତରେ ତାହା ହୋଇ ନଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ବୟସ 40 ବର୍ଷ ବା ଏହାଠାରୁ ଅଧିକ ଓ ଆପଣ କରିବା ସମୟରେ ଜଲ୍ଦି ଥକି ପଡ଼ୁଛନ୍ତି ବା ଆପଣଙ୍କର ଜଲ୍ଦି ବାହାରି ଯାଉଛି ବା ଠିକ୍ ଭାବରେ ଠିଆ ହେଉ ନାହିଁ ତେବେ ଏହି ଉପାୟ ଆଜିଠାରୁ ଆରମ୍ଭ କରିଦିଅନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖାଦ୍ୟ ଖାଇବାର 30 ମିନିଟ୍ ପରେ 4ଟି ସଦାବିହାରୀ ଫୁଲକୁ ମହୁରେ ବୁଡ଼ାଇ ଚୁବାଇ ଚୁବାଇ ଖାଆନ୍ତୁ। ଏମିତି 1 ମାସ ପର୍ଯ୍ୟନ୍ତ କରନ୍ତୁ। ପୁରୁଷ ପଣିଆର ଶକ୍ତି ନିଶ୍ଚିତ ଫେରି ପାଇବେ। ସାଇକୋଲୋଜି କହିଥାଏ କୌଣସି ବ୍ୟକ୍ତି ଉଚ୍ଚ ସ୍ଥାନରେ ବସି ଉଚ୍ଚା ହୋଇ ଯାଇନଥାଏ ବରଂ ସବୁବେଳେ ନିଜ ଗୁଣ ଦ୍ୱାରା ଉଚ୍ଚ ହୋଇଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ମନ ଭରି ଯାଇଥାଏ ତେବେ ଭଲ ବି ବେକାର ଲାଗିବାକୁ ଲାଗେ।